1 counting 6 7 8 9 10 11 12 ओम सूर्याय नमः। सूर्याय नमः No. 10 5 6 7 8 9 10 11 12 ओम भानुवे नमः। जदि वायु जाऊँ जावाक दिंतु अटकई रखिबेनि कथा हूँ ना एटा तार प्रोसीजर आज्ञा 10 सेकेंड तो ऊपर उठातु धीरे धीरे दी हाथ को खोली दिंतु आंठू ऊपर आणतु ଆପଣ ତର୍ଜନୀ ଆଙ୍ଗୁଠିକୁ ଧରନ୍ତୁ ବୁଢ଼ା ଆଙ୍ଗୁଠି ଦୀର୍ଘ ଶ୍ୱାସ ନିଅନ୍ତୁ जदि गोईठी लगुनि प्रथम थर चेष्टा करंतु किंतु जबरदस्ती करंतु नहीं वर्तमान शरीर को हल्का करंतु धीरे धीरे पछक बसंतु 30 सेकेंड करेंगे दुई प्रकार मंडूकासन अच्छी प्रथम वज्रासन रे बसंतु कंप्लीट आपणकर बैठक आपणकर एडी उपरे रहिबो आराम से बसंतु दुई हाथ को एमती मुठा करंतु बुढ़ा आंगुठी भितर धरिकी ताकू नाभीर दुई पार्श्व को आनंदु नाभीर दुई पार्श्व हाँ वर्तमान धीरे धीरे एक्सेल करी माने पवन छाड़ी छाड़ी आगे नहीं पवन नहीं ऊपर उठन एमती आम 3 थर करिया पुणी थरे आउ थे चेष्टा करिया माने बर्तमान 2 नंबर मंडूकासन दी हाथ को एमती धरंतु हाथ
ହାତର ଏଇ ଆଙ୍ଗୁଠି ମଝି ଯେମିତି ନାଭି ସିଧା ରହିବ। ସେମ୍ ଆଗକୁ ପବନ ଛାଡ଼ିକି ଆମେ ଆଗକୁ ଯିବା ନଇଁବା। ଦଣ୍ଡୁକାସନର ଗୋଟେ ବିଶେଷତ୍ୱ, ଆପଣ ଯେତେବେଳେ ଆଗକୁ ନଉଛନ୍ତି ଆପଣଙ୍କର ପୃଷ୍ଠଭାଗ ଏଡ଼ିଟାକୁ ଛାଡ଼ି ଯାଉଛି। ଚେଷ୍ଟା କରନ୍ତୁ ଏଇଟା ଯେମିତି ଏଠି ଲାଗିକି ରହିବ। ଠିକ୍ ଅଛି, ଲାଗି ରହିବ। ହଁ, ଛାଡ଼ି ଯାଉଛି ତାକୁ କୁହନ୍ତୁ। ସମସ୍ତଙ୍କର ଛାଡ଼ୁଛି, ମୋର ବି ଛାଡ଼ୁଛି। କିନ୍ତୁ ଚେଷ୍ଟା କରନ୍ତୁ ଲାଗିକି ରହିବା ପାଇଁ। ଧୀରେ ଧୀରେ ଉଠନ୍ତୁ। ଆଉ ଗୋଟିଏ ଥର ଚେଷ୍ଟା କରିବା। ଏଥର ଟିକେ ଅଧିକା ସମୟ ରହିବା। ନିଶ୍ୱାସ ଛାଡ଼ି ଛାଡ଼ି ଧୀରେ ଧୀରେ ଆଗକୁ ନିଅନ୍ତୁ। ଆପଣ ଅନୁଭବ କରନ୍ତୁ ଆପଣଙ୍କ ଶରୀରର ସମସ୍ତ ବାୟୁ ନିର୍ଗତ। ବାୟୁ ନିର୍ଗତ ହେବ। ବର୍ତ୍ତମାନ ଧୀରେ ଧୀରେ ଉପରକୁ ଉଠିବା। ଦୁଇ ହାତ ଖୋଲି ଦିଅନ୍ତୁ। ଶରୀରକୁ ହାଲକା କରନ୍ତୁ। ପ୍ରତ୍ୟେକ ଆସନର ବିଶେଷତ୍ୱ ହେଉଛି ଯେଉଁ ଆସନ କରିବା ତାହା ଶରୀରର ଯେଉଁ ଉପଯୋଗୀ ସ୍ଥାନ ପାଇଁ ଆମକୁ ଦରକାର ସେହି ସ୍ଥାନକୁ ଆମେ ଆମର ମନ ଆମର ଚକ୍ଷୁକୁ କେନ୍ଦ୍ରୀଭୂତ କରିବା, ଅନ୍ୟ ଆଡ଼େ ମନ ଦେବାନି। ସମସ୍ତଙ୍କୁ ନମସ୍କାର। ଭାଇମାନେ, ଆଜି ତ ରବିବାର, ମତେ ଭାଇମାନେ କହିଲେଣି ଯେ ଗୋଟେ ଗପ କୁହନ୍ତୁ। ଗପ ତ ଇଏ ମନ ଗଢ଼ା ଗପ ନାହିଁ, ବ୍ୟାସଙ୍କର ମହାଭାରତର, ଯାହାକୁ ମଧ୍ୟ ଉପନିଷଦରେ ଏ ଗପ ବର୍ଣ୍ଣିତ ଯେ ମାୟା ସେ କଣ, ସେ ମାୟା ବିଷୟରେ କଥାଟିଏ। ଥରେ ଭଗବାନ ଶ୍ରୀକୃଷ୍ଣ ଯିଏକି ସ୍ୱର୍ଗପୁରରୁ ଆସିଥାନ୍ତି ପୃଥିବୀକି ତାକୁ ବୁଲାବୁଲି କରିବେ। ବୁଲାବୁଲି କରିକି ଦେଖିବେ ମଣିଷ ମାନେ କେମିତି ଅଛନ୍ତି କୋଉ ପ୍ରାନ୍ତରେ। ହେଲେ ତାଙ୍କୁ ଗୋଟେ ପର୍ସନାଲ ସେକ୍ରେଟାରୀ ଦରକାର। ପର୍ସନାଲ ସେକ୍ରେଟାରୀ ନାରଦ। ତା ତ ଭଗବାନ ଆଉ ନାରଦ ମିଶିକି ଆସିଲେ, କୈଳାସ ପାଖରେ ବୁଲାବୁଲି କଲେ। କୈଳାସ ପାଖରୁ ସେମାନେ ବୁଲାବୁଲି କରିବାକୁ ବାହାରିଛନ୍ତି। ବୁଲିବା ଭିତରେ ନାରଦ ଆଉ ଭଗବାନ କଥା ହଉ 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 ଅନେକ ସମୟ ବୁଲିଛନ୍ତି, ଅନେକ କଥା ହେଇଛନ୍ତି। ନାରଦ କହିଲେ ଯେ ହେ ଭଗବାନ, ଲୋକ କହୁଛନ୍ତି ତମ ମାୟା କୁଆଡେ ଦୂରତୟା, କିନ୍ତୁ ମୁଁ ତ ଦେଖୁଛି ସବୁ କଥା ମୁଁ ଆପଣଙ୍କର ବୁଝିଗଲିଣି, ମାୟା କଣ ମଧ୍ୟ ମୁଁ ବୁଝିଗଲିଣି। ହେଲେ ଭଗବାନ କହୁଛନ୍ତି ନାରଦଙ୍କୁ, ଆଚ୍ଛା ନାରଦ, ତାହେଲେ ମାୟା ସବୁ ତମେ ବୁଝିଗଲଣି। ମନେ ପଡୁଥାଇପାରେ ଆପଣ ମାନଙ୍କର ଭାଇ କଥାଟି, ଯେ ମହାଭାରତ ଉପନିଷଦ ପଢିଥିବେ, ଯେ ନାରଦକୁ କହିଲେ ଯାଅ 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 ନାରଦ, ତମେ ମତେ ଟିକେ ଭୀଷଣ ଶୋଷ ହେଲାଣି। ଖରା ହଉଛି ସେତେବେଳେ। ଗୋଟେ ଗଛ ମୂଳରେ ବସି ପଡିଲେ ଭଗବାନ, କହିଲେ ଯାଅ ଏ ପାଖ ନଈ ଅଛି, ସେ ପାଖ ନଦୀରୁ କିଛି ଜଳ ନେଇକି ଆସିବ ମୋ ପାଇଁ, ମୁଁ ପିଇବି। ଭାଇମାନେ ବୁଝିପାରୁଛନ୍ତି ନା? ଏ ପାଖ ନଈରୁ ପାଣି ନେଇ ଆସ, ଆସିଲେ ମୁଁ ପିଇବି। ନାରଦ ଗଲେ ପାଖ ନଈକୁ। ପାଖ ନଈରେ ଗୋଟେ ପାଖରେ ଗୋଟେ ବୁଦା ଥିଲା। ସେ ବୁଦାରୁ କିଛି ପତ୍ର ସଂଗ୍ରହ କଲେ, ଗୋଟେ ଠୁଙ୍କାଟେ ତିଆରି କଲେ। ସେହି ନଈ ପାଣିରୁ ସେ ଜଳ ସଂଗ୍ରହ କଲେ, ନଈରୁ ଜଳ ସଂଗ୍ରହ କଲେ। କରିକି ହଠାତ୍ ସିଏ ଜଳ ସଂଗ୍ରହ କରିବା ଭିତରେ ହଠାତ୍ ବୁଲିକି ଦେଖୁଛନ୍ତି ପଛକୁ ଗୋଟେ ଅନିନ୍ଦ୍ୟ ସୁନ୍ଦରୀ କନ୍ୟା, ସିଏ ତାଙ୍କର ପଛପଟେ ଠିଆ ହେଇଛି। ହାତରେ ଗୋଟିଏ ପାଣି କଳସ,
ସିଏ କହୁଛି ଯେ ହେ ଆଗନ୍ତୁକ, ହେ ଅତିଥି, ଆପଣ ଯୋଉ ପାଣି ଗ୍ରହଣ କରୁଛନ୍ତି ନଦୀରୁ ସେ ବିଶୁଦ୍ଧ ପାଣି ନୁହଁ, ମୁଁ ଘରେ ରଖିଛି ବିଶୁଦ୍ଧ ପାଣି, ଆପଣଙ୍କୁ ମୁଁ ଦେବି, ଆସନ୍ତୁ। ନାରଦ ସେ ଝିଅକୁ ଦେଖିକି ସେ ଏତେ ବିଗଳିତ ହେଇଗଲେଣି, ତାଙ୍କ ହାତରୁ ଠୁଙ୍ଗା ସେତେବେଳେ ଖସି ପଡିଲାଣି, ହାତରୁ ପାଣି ଠୁଙ୍ଗା ଖସିଗଲାଣି ସେ ଝିଅକୁ ଦେଖିକି। ନାରଦ ପଛେ ପଛେ, କନ୍ୟା ଆଗେ ଆଗେ ଚାଲିଲା ତା ଘରକୁ, ପାଖରେ ତା ଘର, ଘର ଭିତରକୁ ଯେମିତି ଯାଇଛନ୍ତି ଘର ପାଖକୁ, ସେ କନ୍ୟାର ବାପା କୁ ଇଏ ଇଣ୍ଟ୍ରୋଡ୍ୟୁସ କରିଲେ କନ୍ୟା ଯେ ବାପା ଇଏ ଆମର ଆଜି ଅତିଥି, କାରଣ ତାଙ୍କ ବାପା ଅତି ଅତିଥି ପ୍ରିୟ ସେ କନ୍ୟାର। ସିଏ କଣ କଲା ନା ଅତିଥିଙ୍କର ନାରଦଙ୍କର ପାଦ ପ୍ରକ୍ଷାଳନ କରାଗଲା, ତାଙ୍କୁ ନେଇକି ଆସନ ପକେଇକି ବସେଇ ଦିଆଗଲା, ଯାହା ତାଙ୍କ ଘରେ ଥିଲା ଖାଦ୍ୟ ତାକୁ ପରିବେଷଣ କରାଗଲା, ତାପରେ ରୋଷେଇ ହେଲା, ମଧ୍ୟାହ୍ନ ଭୋଜନ ବି ତାଙ୍କୁ ଦିଆଗଲା। ମଧ୍ୟାହ୍ନ ଭୋଜନ ଦିଆଗଲା ପରେ ନାରଦ ଦେଖୁଛନ୍ତି ଯେ ଅପରାହ୍ନ ହେଲାଣି, ଅପରାହ୍ନ ହେଲା ପରେ ସିଏ କହୁଛନ୍ତି ମୁଁ ଏଥର ଯିବି, ପ୍ରସ୍ଥାନ କରିବି। ସେଇଠୁ କଣ ହେଲା ନା କନ୍ୟାର ପିତା କହୁଛନ୍ତି ଯେ ହେ ଆଗନ୍ତୁକ, ଆପଣ ଏଇ ଆଜି ଟିକେ ରହିଯାଆନ୍ତୁ, କାରଣ ଆକାଶରେ ମେଘର ଘନଘଟା, ଆକାଶରେ ମେଘର ଘନଘଟା, ବିଜୁଳି ମାରିଲାଣି, ବର୍ଷା ହଉଛି, ତେଣୁ ଆପଣ ଆଜି ରାତ୍ର ଆମ ଘରେ ବିଶ୍ରାମ ନିଅନ୍ତୁ। ସମ୍ମତି ପ୍ରଦାନ କଲେ ନାରଦ। ହଁ କହିଲେ। ନାରଦଙ୍କୁ ରାତ୍ର ଭୋଜନ ପରସି ଦିଆଗଲା, ପ୍ରୀତି ଭୋଜନ, ଅତି ସୁନ୍ଦର ଖାଦ୍ୟ ପରିବେଷଣ କରାଗଲା। ସେଇଠୁ ନାରଦ ତାକୁ ଭକ୍ଷଣ କଲେ, ଏକ ଶଯ୍ୟାରେ ଶୟନ ବି କଲେ। ତାପରେ ଝଡି ବର୍ଷା ଲାଗି ରହିଲା ଦୀର୍ଘ 3-4 ଦିନ ପର୍ଯ୍ୟନ୍ତ। ନାରଦ ଭୁଲିଗଲେଣି ଯେ ତାଙ୍କର ଯିବା କଥା, ହଁ ସିଏ ଯିବା କଥା ଭୁଲିଗଲେଣି। ସେଇଠୁ ବର୍ଷାର ଘନଘଟା ପୁଣି ଲାଗି ରହିଛି, ଏମିତି ହଉ 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 7 ଦିନ ହେଇଗଲା, 7 ଦିନ ବିତିଗଲାଣି। 7 ଦିନ ବିତିଗଲା ପରେ ଏଥର ବାହାରୁଛନ୍ତି ନାରଦ ଯିବା ପାଇଁ, ବର୍ଷା ଯେମିତି ଛାଡିଛି। ସେ କନ୍ୟା ପିତା କହୁଛନ୍ତି ହେ ଆଗନ୍ତୁକ, ହେ ଅତିଥି, ଆପଣ, ମୁଁ 7 ଦିନ ହେଲା ଆପଣଙ୍କୁ ଦେଖୁଛି, ଆପଣ ଯେତିକି ଭଦ୍ର ସେତିକି ମାର୍ଜିତ, ଆପଣଙ୍କର ସଂସ୍କାର ବେଶୀ ଅଛି, ତେଣୁ ମୋର ତ ଏକମାତ୍ର କନ୍ୟା, ମୋର କୌଣସି ପୁତ୍ର ନାହାନ୍ତି, ଆପଣ ମୋର କନ୍ୟାର ପାଣି ଗ୍ରହଣ କଲେ କେମିତି ହୁଅନ୍ତା, ଆପଣ ମୋର କନ୍ୟାର ପାଣି ଗ୍ରହଣ କରନ୍ତୁ। ନାରଦ ଟିକେ ଲାଜେଇ ଗଲେ, ଲାଜେଇକି ହଁ ଭରିଲେ, କିଛି କହିଲେନି। ଲାଗି ରହିଲା ଦୀର୍ଘ 3-4 ଦିନ ପର୍ଯ୍ୟନ୍ତ। ନାରଦ ଭୁଲିଗଲେଣି ଯେ ତାଙ୍କର ଯିବା କଥା, ହଁ ସିଏ ଯିବା କଥା ଭୁଲିଗଲେଣି। ସେଇଠୁ ବର୍ଷାର ଘନଘଟା ପୁଣି ଲାଗି ରହିଛି, ଏମିତି ହଉ 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 7 ଦିନ ହେଇଗଲା, 7 ଦିନ ବିତିଗଲାଣି। 7 ଦିନ ବିତିଗଲା ପରେ ଏଥର ବାହାରୁଛନ୍ତି ନାରଦ ଯିବା ପାଇଁ, ବର୍ଷା ଯେମିତି ଛାଡିଛି। ସେ କନ୍ୟା ପିତା କହୁଛନ୍ତି ହେ ଆଗନ୍ତୁକ, ହେ ଅତିଥି, ଆପଣ, ମୁଁ 7 ଦିନ ହେଲା ଆପଣଙ୍କୁ ଦେଖୁଛି, ଆପଣ ଯେତିକି ଭଦ୍ର ସେତିକି ମାର୍ଜିତ, ଆପଣଙ୍କର ସଂସ୍କାର ବେଶୀ ଅଛି, ତେଣୁ ମୋର ତ ଏକମାତ୍ର କନ୍ୟା, ମୋର କୌଣସି ପୁତ୍ର ନାହାନ୍ତି, ଆପଣ ମୋର କନ୍ୟାର ପାଣି ଗ୍ରହଣ କଲେ କେମିତି ହୁଅନ୍ତା, ଆପଣ ମୋର କନ୍ୟାର ପାଣି ଗ୍ରହଣ କରନ୍ତୁ। ନାରଦ ଟିକେ ଲାଜେଇ ଗଲେ, ଲାଜେଇକି ହଁ ଭରିଲେ, କିଛି କହିଲେନି। କିନ୍ତୁ ତାଙ୍କର ସୂଚନା ମିଳିଲା ଯେ ହଁ ନିଶ୍ଚିତ ଭାବେ କନ୍ୟାକୁ ବିବାହ କଲେ ଭଲ ହବ। ସେଣୁ ଉପଯୁକ୍ତ ତିଥିରେ କନ୍ୟାର ବିବାହ କରି ଦିଆଗଲା ନାରଦଙ୍କ ସହିତ। ନାରଦ ବିବାହ କରିଗଲେ ସେ କନ୍ୟାକୁ। ବର୍ତ୍ତମାନ କାଳକ୍ରମେ, ସମୟାନୁକ୍ରମେ କନ୍ୟା ପିତାର ବା ଶ୍ୱଶୁରଜୀଙ୍କର, ନାରଦଙ୍କର ଦେହାନ୍ତ ମଧ୍ୟ ହେଇଗଲା। ସେ ଅଞ୍ଚଳର ନାରଦ ହେଲେ ଜଣେ ପ୍ରତିପତ୍ତିଶାଳୀ ବ୍ୟକ୍ତି। ସେ ଅଞ୍ଚଳର ମୁଖ୍ୟ କୁହନ୍ତୁ ବା ସରପଞ୍ଚ କୁହନ୍ତୁ, ଯାହା ବି କୁହନ୍ତୁ,
ସେ ହେଲେ ସେ ଅଞ୍ଚଳର ମୁଖିଆ। ଏମିତି ହଉ 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 ଅନେକ ଦିନ ସେଇ ଲୋକର ସେ କନ୍ୟା ପାଖରେ ରହିଛନ୍ତି। ତାଙ୍କର ନାତି ନାତୁଣୀ ପୁଅ ଝିଅ ସବୁ ହେଲା। ତାପରେ ପରେ ଏମିତି ବର୍ଷ ପରେ ବର୍ଷ ବିତି ଚାଲିଲା। ନାତି ନାତୁଣୀ ବି ହେଇଗଲା। କନ୍ୟାର ବିବାହ ପୁଅର ବିବାହ ସବୁ ହେଇଗଲା ତାଙ୍କର ନାରଦଙ୍କର। ଅନେକ ଦିନ ଭିତରେ ବିତିଗଲା ପରେ ହଠାତ୍ ଗୋଟେ ସନ୍ଧ୍ୟାରେ ତାଙ୍କର ମନକୁ ଆସୁଥିଲା, ଆରେ ମୁଁ କୋଉଠୁ ଆସିଛି ତ ମତେ କୁଆଡେ ଯିବାକୁ ପଡିବ। ହଠାତ୍ ନାତି ଆସି କହୁଥିଲା, ଏ ଜେଜେ ମୋର ମିଠେଇ କାହିଁ? ନାରଦ କହୁଥିଲେ, ଯାଅ 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 ଗୁଡିଆ ଘରକୁ ଯାଅ, ଗୁଡିଆ ଘରକୁ ଯାଇକି ମିଠେଇ ନେଇ ଆସ। ନାତୁଣୀ ଆସି କହୁଥିଲା ଯେ ଅଜା ମୁଁ ଏଇ ଯେ ଖେଳିବାକୁ ଯିବି, ଚାଲେ 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 ନାତୁଣୀ ମିଶିକି ଯିବା ଖେଳିବା। ନାରଦ ନାତୁଣୀ ମିଶିକି ଯାଇ ଖେଳୁଥିଲେ। ଏମିତି ହଉ 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 ଅନେକ ଦିନ ଚାଲିଗଲା। ହଠାତ୍ ଦିନେ କଣ ହେଇଛି, ଦିନେ ସେ ନଦୀରେ ପାଖ ନଦୀରେ ବିରାଟ ବନ୍ୟା ଆସିଛି। ବନ୍ୟା ଆସିଲା ପରେ ଘର ଦ୍ୱାର ସବୁ ପାଖକୁ ପାଣି ପଳେଇ ଆସିଲାଣି। ପାଣି ପଳେଇ ଆସିଲା ପରେ ଲୋକମାନେ ବର୍ତ୍ତମାନ ନାରଦ ପାଖକୁ ଆସୁଛନ୍ତି, ଆଜ୍ଞା ଆମେ କେମିତି ଏଇଥିରୁ ବଞ୍ଚିବୁ, ଆପଣ କିଛି ଗୋଟେ ବ୍ୟବସ୍ଥା କରନ୍ତୁ, ଆପଣ ତ ମୁଖିଆ। ଲୋକମାନଙ୍କ କଥାରେ ନାରଦ କହୁଛନ୍ତି, ହଁ ହଁ ଦେଖିବା ଦେଖିବା, ପାଣି ତ ଏମିତି ସବୁ ବର୍ଷ ଆସୁଛି, ଆସୁ ଦେଖିବା। ଏମିତି ଭିତରେ ରାତି ହେଇଛି, ନାରଦ ଶୋଇଛନ୍ତି। ତାଙ୍କର ଶୋଇବା ନିଦରେ ଶୋଇଛି ଯେତେବେଳେ ତାଙ୍କ ସ୍ତ୍ରୀ କହୁଛି, ହେ ଭାସିଗଲି ମତେ ରକ୍ଷା କର ରକ୍ଷା କର। ନାତି କହୁଛି ମତେ ଭାସିଗଲି ରକ୍ଷା କର। ଝିଅ ପୁଅ ସମସ୍ତେ କହୁଛନ୍ତି ଭାସିଗଲୁ ମତେ ରକ୍ଷା କର। ନାରଦଙ୍କ ତ ଦିଟା ହାତ, ଦି ଜଣଙ୍କୁ ଧରିବେ ନା କେତେ ଜଣଙ୍କୁ ଧରିବେ। ହଠାତ୍ ଦେଖିଲା ବେଳକୁ ତାଙ୍କ ନିଦ ଭାଙ୍ଗିଗଲା। ନିଦ ଭାଙ୍ଗିଗଲାକୁ ଯୋଉ ନଦୀ ପାଖରେ ପାଣି ଭର୍ତ୍ତି କରିବାକୁ ଯାଇଥିଲେ ସେ ଠୁଙ୍ଗାରେ, ସେମିତି ଅବସ୍ଥାରେ ସିଏ ଅଛନ୍ତି। ତାଙ୍କୁ କଣ ଗୋଟେ ଲାଗିଲା, ସେ ଉଠି 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 ପାଣି ଧରିକି ବର୍ତ୍ତମାନ ଗଲେ ଭଗବାନଙ୍କ ପାଖକୁ। ଭଗବାନ ପାଖକୁ ଯେମିତି ଗଲେ, ଭଗବାନ ପଚାରିଲେ, ନାରଦ କଣ ହେଲା? ନା ପ୍ରଭୁ ମତେ କ୍ଷମା କରିବେ, ମୋର ଟିକେ ବିଳମ୍ବ ହେଇଗଲା। ବିଳମ୍ବ? ଇଏ ବିଳମ୍ବ, ଇଏ ମାୟାର ବିଳମ୍ବ। ଭାଇ ତମେ ମାୟା ଏଇଥିରୁ ହିଁ ବୁଝିପାରିଥିବ। ନମସ୍କାର। जय जगन्नाथ। समस्त साथी मान को सादर प्रणाम। टुडेज थॉट ऑफ द डे, योर स्माइल इज योर लोगो, योर पर्सनालिटी इज योर बिजनेस कार्ड, and the way you make others feel is your trademark। साथी माने आमे लाइफ रे जेतो सोसाइटी रे किछि आमे निजु निजे प्रस्तुत करंती, सेते बेले प्रथम इंप्रेशन हो हमर मोहर गोटे स्माइलिंग टी रहे दरकार। जदि हम मोहर स्माइलिंग फेस नाही, तेबे आमे माने कोन करिया, देखु देखु एमिन लागिवो जेमिति आमे लक्ष टाका हजेई आछथनी। तो सामना वाला देखला परे सी भाबियो तो कंफ्यूजन रे पड़ जिवो, ए लोकडा कोन किछि कहबी ना नाही। सेति में आमे हमर लोगो को सब बेले खुशी मिजाज रखा दरकार, ना कि किछि हो ना हो प्रथमे स्माइलिंग फेस जय जगन्नाथ जदि हमें कहीदेले अधा कष्ट दूर होगला। तापर रखिया देखो आमर पर्सनालिटी, व्हाट डू यू मीन बाय पर्सनालिटी? पर्सनालिटी इज ए वेरी वास्ट, उसका डेफिनेशन, तार डेफिनेशन बहुत लंबा। हमें प्रत्येक दिन नित्य दिन रे हमें हाउ वी स्पीक, हाउ वी बिहेव विथ अदर्स, दैट डिपेंड्स अपॉन, दैट डिफाइन आवर पर्सनालिटी। आमर पर्सनालिटी सेते बेले मु जदि बहुत प्रकार अच्छे, आपण माने काकू निजे निजे बुझिबा को चेष्टा करिवे कि पर्सनालिटी कौन, आमर आमे समाज को किमिति देखा जाउछन। मु कौन मु निजे कहले हबनी, मु किमिति कर, मोर साथी माने कहया दरकार मु किमिति कर। व्हाट आर द माय शॉर्टकमिंग्स यू कैन कम टू नो फ्रॉम आवर फ्रेंड्स, नॉट ओनली मी। मु जदि कहबी मो तो मते सुंदर भारी चमकिला, तेनकर मोर मिरर होचन मोर सामना साथी माने, से माने मते कहि परिबे। जय जगन्नाथ। जय जगन्नाथ। समस्त नमस्कार। जोग परिवार उपनिषद गोटे श्लोक कहूँ, ओम सहना भवतु सह नौ भुनक्तु सह वीर्यं करवावहै तेजस्विना वर्धितमस्तु मां विद्विषा वहै। आम एटा समस्ते सब कहूचे, किंतु तार अर्थ हूँ प्रभु पाखरे गुरु आ शिष्य दिजन जाक प्रभु पाखरे प्रार्थना करुछंदी जे गुरु
शिष्यंकु जो प्रणाली रे तांको मनीष करिया पे चेष्टा करूछंदी शिष्य मध्य परिपूरक भावे गुरुंग पाखरे सेतिके समर्पित रहियाको पड़ियो। प्रभुंग पाखरे एही प्रार्थना जे प्रभु गुरु आउ शिष्य समस्त एही दुई जन जाकर सब बेले आपण रक्षा करंतु। गुरु आउ शिष्यर संपर्क भितर शांति मैत्री प्रीति आउ सब बेले सम्मानर परिचायक सृष्टि हो। एटा होची तार अर्थ। धन्यवाद। रूप सुनहरा सौ चांद बने जब ये बना चांद सा चेहरा। बस होश है इतना कि मेरे साथ में तुम हो, मेरे साथ में तुम हो, मेरे साथ में तुम हो। धड़कन है कहीं, दिल है कहीं, जान कहीं है, तुम जान हो मेरी, तुम्हें मालूम नहीं है। ये चांदनी इन आंखों का साया तो नहीं है, क्या चीज हो तुम खुद तुम्हें मालूम नहीं है। तुमसा कोई प्यारा कोई मासूम नहीं है, क्या चीज़ हो तुम खुद तुम्हें मालूम नहीं है। मेरा दिल न तोड़ो, मेरा दिल न तोड़ो, लूट के न जाओ मेरी जान, पास मेरे आओ मेरी जान। मैं अंगूठा छाप बनना और लूना चाहूँगा। इसका दिल न तोड़ो, मेरा दिल न तोड़ो। मैं तो रास्ते से जा रहा था, मैं तो भेलपुरी खा रहा था, मैं तो लड़की घुमा रहा था। रास्ते से जा रहा था, भेलपुरी खा रहा था, लड़की घुमा रहा था। तुझको मिर्ची लगी तो मैं क्या करूं, तुझको मिर्ची लगी तो मैं क्या करूं। मैं तो रास्ते से जा रही थी, मैं तो आइसक्रीम खा रही थी, मैं तो नैना लड़ा रही थी। रास्ते से जा रही थी, आइसक्रीम खा रही थी, नैना लड़ा रही थी। तुझको मिर्ची लगी तो मैं क्या करूं, तुझको मिर्ची लगी तो मैं क्या करूं। चले चाहे सारा जमाना, चाहे तुझे तेरा दीवाना। चले चाहे सारा जमाना, चाहे तुझे तेरा दीवाना। संग तेरे मैं भाग जाऊं, नजर किसी को भी ना आऊं। लोग दिल वालों से यार जलते हैं, कैसे बताऊं क्या क्या चाल चलते हैं। मैं तो गाड़ी से जा रहा था, मैं तो सीटी बजा रहा था, मैं तो टोपी फिरा रहा था। गाड़ी से जा रहा था, सीटी बजा रहा था, टोपी फिरा रहा था। तुझको धक्का लगा तो मैं क्या करूं, तुझको धक्का लगा तो मैं क्या करूं।